ବାହାରେ ଡହ ଡହ ଖରା। ମୁଁ ଫ୍ୟାନ୍ ଚଲାଇ ବସିଗଲି ପରା। ଆଜି ଥିଲା ଗୁରୁବାର। ସକାଳୁ ମୁଣ୍ଡ ଧୋଇ ଆସିଗଲି, ନା ଧରୁନଥିଲା ଶୁଖିବାର। ଫ୍ୟାନ୍ ତଳେ ବସିଗଲି, ଚୁଟି କରି ଖୋଲା। ଆଲୋ, ପସରା ମେଲାଇବାକୁ ଆଉ ଡେରି ନ କଲି ପରା। ଏବେ କଟିଂ କରିବି ବ୍ଲାଉଜ୍। ସେଥିପାଇଁ ମାପି ନେଲି ତାର ସାଇଜ୍। ଛାଡ଼ିଲି ଚୁଟିକୁ, ଲଗାଇଲି କ୍ଲେଚରକୁ। ଏବେ ଦେଖିବି କେତେ ଡେରି ହେବ ଶୁଖିବାକୁ। ଏତେବେଳେ କୋଉଠି ଥିଲା ଆଇସ୍କ୍ରିମ୍ ବାଲା। ଦୋକାନ ଦୁଆରେ ଠିଆ ହେଲା, ଖୋଲି ତାର ଆଇସ୍କ୍ରିମ୍ ଡାଲା। ଆଇସ୍କ୍ରିମ୍ ଦେଖି ସମ୍ଭାଳି ନ ପାରିଲି। ପାଟିରୁ ମୋ ବହିଗଲା ଲାଳ ଧାର ଧାର। ମାଗିଲି ଗୋଟେ ଆଇସ୍କ୍ରିମ୍ ଚକୋଲେଟ୍ ବାଲା। ଆଲୋ, ହେଲେ କିନ୍ତୁ ଦେଲା ମୋତେ କୁଲ୍ଫି ବାଲା। କହିଲା ମୋତେ ଦିଦି ଆଇସ୍କ୍ରିମ୍ ଖାଅ ଜଲ୍ଦି ଜଲ୍ଦି। ଚକୋଲେଟ୍ ବଦଳରେ କୁଲ୍ଫି ଖାଇବ ଦିଟା, ଡେରି ନ କରି। ଆଇସ୍କ୍ରିମ୍ ଥିଲା ବହୁତ ଟେଷ୍ଟି। ମୁଁ ଖାଇଲି ଚାଟି ଚାଟି। ଆଇସ୍କ୍ରିମ୍ ବାଲା କହିଲା, ଦିଦି ମୁଁ କହୁଥିଲି ନା ଏଇଟା ଖାଅ। ଆଉ 5 ଟଙ୍କା କମ୍ କରି ଖୁସିରେ ରାଜନିବାସ ଗୋଟେ ଦେଇଦିଅ। ଏଇଠି କରୁଛି ମୁଁ ମୋର କାହାଣୀ ଶେଷ। ସବସ୍କ୍ରାଇବ୍ ନ କରି ନଯିବ କହୁଛି ଅଶେଷ। ଲାଇକ୍ କମେଣ୍ଟ ସେୟାର କରିବାକୁ ନଯିବ ଭୁଲି। ଏମିତି ସବୁବେଳେ ମୋ ପ୍ରତି ଭଲ ପାଇବା ରଖିଥିବ, କଞ୍ଜୁସି ନ କରି। ନମସ୍କାର।